ଶ୍ରୀ ଜଗନ୍ନାଥଙ୍କର 56 ଭୋଗରୁ ମିଠା କାନିକା ହେଉଛି ଗୋଟେ। ଆଉ ଆମ ମହାପ୍ରଭୁଙ୍କର ମହାପ୍ରସାଦର ବନେଇବାର ଶୈଳୀ ଆଉ ତାର ସ୍ୱାଦ ଯେତେ ଚାହିଁଲେ ବି ଆମେ ଆଣିପାରିବାନି, କିନ୍ତୁ ସେମ୍ ପ୍ରୋସେସ୍ରେ ଆମେ ଘରେ ବନେଇ ପାରିବା। ତ ମିଠା କାନିକା ବନେଇବା ପାଇଁ 1 କପ୍ ଅରୁଆ ଚାଉଳକୁ ଭଲ ଭାବରେ ଧୋଇକି ତାକୁ ସାଇଡ଼ରେ ରଖିଦେବା। ଆଉ ଗୋଟେ ଜାଗାରେ 2 ଚାମଚ ବୁଟ ଡାଲି, 2 ଚାମଚ ଗୋଟା ମୁଗକୁ ବି ଧୋଇକି ବତୁରେଇକି ରଖିଦେବା। ଆଉ ଗୋଟେ ମସଲା ଆମେ ବନେଇବା, ଯେଉଁଥିରେ 2ଟା ଅଳେଇଚର ମଞ୍ଜି, 3-4ଟା ଲବଙ୍ଗ, 1 ଚାମଚ କଞ୍ଚା ଜିରା, 12ରୁ 15ଟା ଗୋଲମରିଚ, ଖଣ୍ଡେ ଡାଲଚିନି ଆଉ ଛୋଟ ଖଣ୍ଡେ ଜାଇଫଳ, ଏସବୁକୁ ଭଲ ଭାବରେ ଏମିତି ଗୋଟେ ହେମଦସ୍ତାରେ ଗୁଣ୍ଡ କରିଦେବା। ତାପରେ ଗୋଟେ କଡ଼େଇରେ ପାଣି କିଛି ଗରମ କରିବା। ପାଣି ଗରମ ହେଇସାରିଲା ପରେ ସେଥିରେ 1 ଚାମଚ ଘିଅ, ଧୋଇକି ରଖିଥିବା ଅରୁଆ ଚାଉଳ, ତା ସହିତ ଗୋଟା ମୁଗ ବୁଟ ଡାଲିକୁ ବି ଦେଇଦେବା। 1 ତେଜପତ୍ର, ସ୍ୱାଦ ହିସାବରେ ଲୁଣ ଦେଇକି କଭର କରିକି ମିଡ଼ିୟମ ଫ୍ଲେମ୍ରେ ଟିକେ ସମୟ ପାଇଁ କୁକ୍ କରିବା। ତାପରେ ଚାଉଳଟା ଆମର 80% ପାଖାପାଖି ସିଝି ସାରିଲା ପରେ ସେଥିରେ ଗୁଡ଼ ଆଡ଼୍ କରିବା। ମିଠା ହିସାବରେ ଆପଣ ନେବେ। ତାପରେ ଯେଉଁ ବନେଇଥିଲେ ଗୁଣ୍ଡ ମସଲା, ସେଇଥିରୁ 2 ଚାମଚ କିସମିସ୍ କିଛି ଦେଇକି ତାକୁ ଏପଟ ସେପଟ କରିଦେବା। ଲୋ ଫ୍ଲେମ୍ରେ 2ରୁ 3 ମିନିଟ୍ ପାଇଁ ଏଠି କୁକ୍ କରିବା। ଆଉ 2-3 ମିନିଟ୍ ପରେ ଭଲ ଭାବରେ ଏମିତି ଆଉ ଥରେ ଗୋଳେଇକି କଭର ଦେଇକି ଗ୍ୟାସ୍ର ଫ୍ଲେମ୍କୁ ଆମେ ବନ୍ଦ କରିଦେବା। 1-2 ମିନିଟ୍ ପାଇଁ ଆପଣ ଏମିତି ଛାଡ଼ିଦେବେ। ତାପରେ ପୁରା ଲାଷ୍ଟରେ 1 ଚାମଚ ଘିଅ ଦେଇକି ଆଉ ଥରେ ଭଲ ଭାବରେ ଏମିତି ଗୋଳେଇ ଦେବା। ଏଠି ଆମର ରେଡ଼ି ହେଇଗଲା ମହାପ୍ରଭୁଙ୍କର ଆମର 56 ଭୋଗରୁ ମିଠା କାନିକା। ଠାକୁରଙ୍କ ପାଖରେ ଆପଣ ଭୋଗ ଲଗେଇ ପାରିବେ।